ଆଜି ବି ମନେ ପଡନ୍ତି ଓଡ଼ିଶାର ସେଇ ବରପୁତ୍ର ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏବଂ ତାଙ୍କ ଜନ୍ମ ଦିବସରେ ରାଜଧାନୀରୁ ଆରମ୍ଭ କରି ବିଦ୍ୟାରତ୍ନଙ୍କ ଭିଟାମେଟି ପର୍ଯ୍ୟନ୍ତ ପାଳନ ହୁଏ ସେହି ମହାମନିଷୀ ବା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ପ୍ରବୀଣ ସାମ୍ବାଦିକ ଓ ସେହି ବରପୁତ୍ରଙ୍କ ଜନ୍ମଜୟନ୍ତୀ। ଏବଂ ଏହି ଦିନକୁ ତାଙ୍କ ଜୟନ୍ତୀ ରୂପେ ତାଙ୍କ ଭିଟାମାଟି ବାଙ୍କୀ ବୈଦେଶ୍ୱରରେ ଖୁବ୍ ଆଡମ୍ବର ଭାବେ ମଧ୍ୟ ପାଳନ କରନ୍ତି ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ପ୍ରତିନିଧିମାନେ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏସବୁ ବୋଧହୁଏ ଆଜି କେବଳ ଲୋକ ଦେଖାଣିଆ ପାଲଟିଛି। କାରଣ ପ୍ରକୃତ ସମ୍ମାନ ମିଳିବାରୁ ଆଜି ଯାଏଁ ବୋଧହୁଏ ବଞ୍ଚିତ ଅଛନ୍ତି ପଣ୍ଡିତ ନୀଳମଣି ଓ ତାଙ୍କ ପରିବାର। ଗୋଟିଏ ପଟେ ପ୍ରଶାସନ ଏବଂ ନେତା ତାଙ୍କର ଜନ୍ମ ଜୟନ୍ତୀ ପାଳନ କରନ୍ତି ଏବଂ ନୀଳମଣିଙ୍କ ଗୌରବ ଗାଥାର ଭାଷଣ ମାରନ୍ତି। ହେଲେ ଅନ୍ୟପଟେ ନିକଟରେ ଥିବା ତାଙ୍କ ନିଜ ପରିବାର ବା ବଂଶଧରକୁ ଅଣଦେଖା କରିବା ସହ ସଭାସ୍ଥଳକୁ ଟିକେ ଡାକିବା ପାଇଁ ମଧ୍ୟ ଉଚିତ ମଣନ୍ତିନି ଏହି ଆୟୋଜକମାନେ, ଯାହାକୁ ନେଇ ଏବେ ଦୁଃଖରେ ମୁହଁ ଖୋଲିଛନ୍ତି ତାଙ୍କ ପରିବାର ବର୍ଗ। ଆଜି ବି ନେତାମାନେ ଆସିଥିଲେ ଆସିଥିଲେ ଫୁଲମାଳ ଦେଇକରି ଭାଷଣ ଦେଇକରି ଗଲେ, କିନ୍ତୁ ଆମକୁ ବି ଅବହେଳିତ କରାଯାଉଛି। ଆମକୁ ବି ସେମାନେ ବାସିରେ ପଚାରୁନାହାନ୍ତି, ଯେହେତୁ ଆମେ ତାଙ୍କର ଦାୟାଦ। ଆମକୁ ସେ କେଉଁଥିରେ ଖୋଜିବାର ବି ନାହିଁ। ସଭା ସମିତିରେ ଆଜି ଭଳି ଦିନରେ ବି ଆମକୁ ଖୋଜା ଯାଇନି, କେଉଁଠି ସଭା ସମିତି ମିଟିଂରେ ଆମକୁ ଖୋଜା ଯାଇନି। ଆମେ କେବଳ ଆମ ଘରେ ମୂର୍ତ୍ତି ରଖିକି ପାଳନ କରୁଛୁ। ଆଉ ପ୍ରଶାସନ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଅନ୍ୟପଟେ ଜନ୍ମ ଜୟନ୍ତୀରେ ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ରଙ୍ଗ ଦେଇ ଚିକ୍ ଚିକ୍ କରି ପୁଷ୍ପ ମାଲ୍ୟ ଅର୍ପଣ କରି ତାଳି ମରାଯାଏ। ଆଉ ତାପରେ ବର୍ଷ ସାରା ବାଙ୍କୀ ବୈଦେଶ୍ୱର ଛକ ଉପରେ ଥିବା ସେହି ପ୍ରତିମୂର୍ତ୍ତିଟି କାଉ ପାରାଙ୍କ ଚରାଭୂମି ପାଲଟିଯାଏ। କାରଣ ବର୍ଷ ବର୍ଷ ଧରି ଏହି ଖୋଲା ଆକାଶ ତଳେ ପଡ଼ି ରହିଥିବା ଏହି ପ୍ରତିମୂର୍ତ୍ତିରେ କାଉ କୋଇଲି ପାରା ଭଳି ଚଢ଼େଇ ମଳତ୍ୟାଗ କରି ଅସନା କରି ପକାନ୍ତି ସେହି ବରପୁତ୍ରଙ୍କୁ। ଏବଂ ଦୀର୍ଘ ଦିନ ଧରି ସ୍ଥାନୀୟ ଅଧିବାସୀଙ୍କ ଦାବି ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏକ 4-5 ଫୁଟର ଛାତ ପାଇ ଯୋଗ୍ୟ ହୋଇପାରିଲେନି ସେହି ବାଙ୍କୀର ବରପୁତ୍ର ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ଯାହାକୁ ଏବେ ସ୍ଥାନୀୟ ଜନତା ସମାଲୋଚନା କରୁଥିବା ବେଳେ ଦୁଃଖ ପ୍ରକାଶ କରି କହିଛନ୍ତି ବିଦ୍ୟାରତ୍ନଙ୍କ ଉତ୍ତରାଧିକାରୀ ବା ନାତି ଅରୁଣ ମିଶ୍ର। ନୀଳମଣି ବିଦ୍ୟାରତ୍ନଙ୍କର ନାତୁଣୀ ବୋହୂ, ଆଜି ତାଙ୍କର ଜନ୍ମଦିନ, କିନ୍ତୁ ସେ ଅବହେଳିତ ଅବସ୍ଥାରେ ଅଛନ୍ତି। ତାଙ୍କୁ କେହି ଆଜିର ଦିନରେ କେହି ଆସିଛନ୍ତି, ଫୁଲମାଳ ଦେଇକରି ଯାଇଛନ୍ତି, କିନ୍ତୁ ତାଙ୍କର ଉପରେ ଛାତଟିଏ ନାହିଁ। ଆଉ ତାଙ୍କର ଅବୟବ ସବୁ ବି ଭଙ୍ଗି ରୁଜି ଗଲାଣି। ଯେଉଁ ପିଣ୍ଡିଟା ହେଇଛି ସେଇଟା ବି ଭାଙ୍ଗିଗଲାଣି, ସେଇଟା ତାଙ୍କୁ ଦେଖାଯାଉ ନାହିଁ। ତାପରେ ଛାତ ବି ଉପରେ ନାହିଁ, ସେଇଟା ବି ସେ ପ୍ରଶାସନ କରିବାକୁ ଚେଷ୍ଟା କରୁନାହାନ୍ତି। ଖାଲି ଆଜି ଦିନରେ ତାଙ୍କୁ ମନେ ପକାଉଛନ୍ତି, ଅନ୍ୟ ଦିନରେ ସିଏ ଅବହେଳିତ ଅବସ୍ଥାରେ ଅଛନ୍ତି। ସେଠି ମଳମୂତ୍ର ତ୍ୟାଗ କରୁଛନ୍ତି ପକ୍ଷୀମାନେ ମଳମୂତ୍ର ତ୍ୟାଗ କରୁଛନ୍ତି। ଆଉ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ହେଉଛନ୍ତି ଭାଷା ଓ ସାହିତ୍ୟର ପ୍ରଚାରକ। ଆଜି ତାଙ୍କର 159ତମ ଜନ୍ମ ଜୟନ୍ତୀ ବାର୍ଷିକ ଉତ୍ସବ ପାଳନ କରାଯାଉଛି ସାରା ରାଜ୍ୟରେ। ଆଉ ତାଙ୍କ ନିଜ ଘର ବାଙ୍କୀ ବୈଦେଶ୍ୱରଠାରେ ମଧ୍ୟ ମହାସମାରୋହରେ ପାଳିତ ଯାଇଛି। କିନ୍ତୁ ଦୁଃଖ ଆଉ ପରିତାପର ବିଷୟ, ଏତେ ବଡ଼ ବ୍ୟକ୍ତିତ୍ୱ ହୋଇଥିଲେ ମଧ୍ୟ ସେ ଆଜି ଖୋଲା ଛାତ ତଳେ ଅଛନ୍ତି। ଏଥିପ୍ରତି କାହାର ନଜର ପଡ଼ୁନି କି ଦୃଷ୍ଟି ପଡ଼ୁନି। ଆଉ ମଧ୍ୟ ଏତେ ବଡ଼ ଆୟୋଜନରେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଏ ନାହିଁ। ଏହା ବଡ଼ ଦୁଃଖର ବିଷୟ। ତେଣୁ ପ୍ରଶାସନ ନିକଟରେ ନିବେଦନ ରଖିବୁ, ଆଗାମୀ ଦିନରେ ଏଇ ଯେଉଁ ଖୋଲା ଛାତ ଅଛନ୍ତି, ସେ ଖୋଲା ଛାତ ନ ରହି ତା ଉପରେ କିଛି ଆବରଣ ପ୍ଲସ୍ ତାଙ୍କ ପରିବାରର ସଦସ୍ୟକୁ ନିମନ୍ତ୍ରଣ ରଖିବା ପାଇଁ। କଟକ ବାଙ୍କୀରୁ ସୁଶାନ୍ତ କୁମାର ନାୟକ ରିପୋର୍ଟ, ବାଙ୍କୀ ମିରର।